ମା ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 490 491 492। 490ରେ ପ୍ରଭୁ କହୁଛନ୍ତି କୃଷ୍ଣଙ୍କ ମଧ୍ୟରେ ଜୀବନ ବଞ୍ଚୁଥିବା ସମୟରେ ଅହଂ ଏବଂ ଆତ୍ମସ୍ୱାର୍ଥ କୁଆଡେ ଅନ୍ତର୍ହିତ ହୋଇଯାଆନ୍ତି। କେବଳ ପରମେଶ୍ୱର ହିଁ ମୋର ସେହି ଅଗାଧ ଏବଂ ସୀମାହୀନ ପ୍ରେମର ସଂଜ୍ଞା ନିରୂପଣ କରିପାରିବେ। ଜ୍ଞାନ 491ରେ କହୁଛନ୍ତି କୃଷ୍ଣଙ୍କ ମଧ୍ୟରେ ଜୀବନ ବଞ୍ଚୁଥିବା ସମୟରେ ଶତ୍ରୁତା ମଧ୍ୟ ପ୍ରେମର ହିଁ ଏକ କ୍ରୀଡ଼ାରେ ପରିଣତ ହୋଇଯାଏ ଏବଂ ଭାଇ ଭାଇ ମଧ୍ୟରେ କୁସ୍ତି ଲଢୁଥିବା ପରି ବୋଧ ହୋଇଥାଏ। ଜ୍ଞାନ 492ରେ ଲେଖୁଛନ୍ତି ଯେଉଁ ଆତ୍ମା ଉଚ୍ଚତମ ନିଃଶ୍ରେୟସର ଅଧିକାର ଲାଭ କରିଛି ତାହା ଲାଗି ଜୀବନ କଦାପି ଏକ ଅଶୁଭ ଅଥବା ଏକ ଦୁଃଖପୂର୍ଣ୍ଣ ଭ୍ରାନ୍ତି ବୋଲି ଅନୁଭୂତ ହେବ ନାହିଁ। ବରଂ ସେତେବେଳେ ଜୀବନ ଏକ ଦିବ୍ୟ ପରମ ପ୍ରେମିକ ଏବଂ କ୍ରୀଡ଼ା ସହଚରର ତରଙ୍ଗାୟିତ ପ୍ରେମ ଏବଂ ହାସ୍ୟମୟତାରେ ପରିଣତ ହୋଇ ରହିଥିବ। ତିନୋଟି ଯାକ ଜ୍ଞାନ କାରିକାରେ ପ୍ରଭୁ ବର୍ଣ୍ଣନା କରୁଛନ୍ତି ଜଣେ ଯେତେବେଳେ କୃଷ୍ଣଙ୍କ ସହିତ ଏକାତ୍ମ ଅର୍ଜନ କରେ, ଜଣେ ଯେତେବେଳେ ପରମଙ୍କ ସହିତ ଏକାତ୍ମ ଅର୍ଜନ କରେ ବା ମା ଦିବ୍ୟଜନୀଙ୍କ ସହିତ ଏକାତ୍ମ ଅର୍ଜନ କରେ, ସେତେବେଳେ କୋଉ ସ୍ଥିତିରେ ସେ ରହିଥିବ ତାରି ବର୍ଣ୍ଣନା କରୁଛନ୍ତି। ସେତେବେଳେ କଣ ହବ ନା ଅହଂ ଅନ୍ତରିତ ହେଇଯାଇଥିବ, ଆତ୍ମସ୍ୱାର୍ଥ କିଛି ନଥିବ, ତା ପାଖରେ କେବଳ ପରମେଶ୍ୱର ହିଁ ପରମେଶ୍ୱର ଥିବେ। ଯେହେତୁ ପରମେଶ୍ୱର ହିଁ ଥିବେ କେବଳ, ତେଣୁ ଏ ସୃଷ୍ଟି ରଚନା ହେଉଛି ପରମେଶ୍ୱରଙ୍କ ଠାରୁ ଏବଂ ସୃଷ୍ଟିର ସବୁ କୋଣ ଅନୁକୋଣରେ ପରମେଶ୍ୱର ନିଜେ ହିଁ ରହିଛନ୍ତି। ତେଣୁ ସେ ଯୋଉ ଅଗାଧ ସୀମାହୀନ ପ୍ରେମ ତାଙ୍କର ସୃଷ୍ଟିର ସମସ୍ତଙ୍କ ସହିତ ଯୋଉ ଏକ ପ୍ରେମମୟ ସମ୍ପର୍କ ରହିଛି, ତାର ଧାରା, ତାର ଉତ୍ସ, ତାର ପ୍ରକାର ସବୁ କିଛିର ଯୋଉ ସଂଜ୍ଞା ବା ଯୋଉ ଭାବ ବର୍ଣ୍ଣନା ସାଧାରଣ ମନ ପକ୍ଷରେ ପୂର୍ଣ୍ଣତଃ ଅସମ୍ଭବ, ତାହା ଆମ ପାଖରେ ସେତେବେଳେ ପୁରା ଖୋଲା ବହି ପରି ଖୋଲିଯିବ। ତେଣୁ ସେତେବେଳେ ମୋ ଭିତରେ ମୁଁ ଯୋଉ ବଞ୍ଚୁଛି, ଯୋଉ ବ୍ୟକ୍ତି ସତ୍ତା ବଞ୍ଚୁଥିବ, ତାର ନିଜସ୍ୱ ବ୍ୟକ୍ତିତ୍ବ ରହିଥିବ, କିନ୍ତୁ ଅହଂ ନଥିବ, ସ୍ୱାର୍ଥ ନଥିବ, ସେ ଯୋଉ ପ୍ରେମରେ ସେ ଯୋଉ ସ୍ତରରେ ରହୁଥିବ, ତାର ସଂଜ୍ଞା ଆମର ଏଇ ମାନୁଷୀ ମନ ନିରୂପଣ କରିପାରିବ ନାହିଁ। ତାକୁ କେବଳ ସେଇ ପରମେଶ୍ୱର ହିଁ ନିରୂପଣ କରିବେ। ଏବଂ ସେତେବେଳେ ଯେହେତୁ ଚତୁର୍ଦିଗରେ ତାଙ୍କର ସୃଷ୍ଟି ହିଁ ସ୍ଥିତି ରହିଛି, ତେଣୁ ସେତେବେଳେ ଆମ ମଣିଷ ଦୃଷ୍ଟିରେ ଯିଏ ଶତ୍ରୁ, ତା ସହିତ ତାର ଭାବ ଏକ କ୍ରୀଡ଼ାର ପ୍ରେମପୂର୍ଣ୍ଣ କ୍ରୀଡ଼ା ଭଳି ରହିଥିବ ଏବଂ ସେତେବେଳେ ସେ ପ୍ରବଳ ଶତ୍ରୁତା ହଉଥିବ, କିନ୍ତୁ ଲାଗୁଥିବ କଣ ଯେମିତି ଦୁଇ ଭାଇ କୁସ୍ତି ଲଢୁଛନ୍ତି, ଜଣେ ଅନ୍ୟ ଜଣକୁ ପ୍ରସ୍ତୁତ କରୁଛି କିମ୍ବା ଜଣେ ଅନ୍ୟ ଜଣଙ୍କ ସହିତ କ୍ରୀଡ଼ାରେ ମାତିଛି। ଖେଳ ଇଏ ସେଇ ଖେଳ ନୁହଁ ଯୋଉ ଖେଳରେ ଯେମିତି ଯିଏ ଜିତିବ ମାନେ ଅନ୍ୟ ଜଣଙ୍କୁ ମାରିକି ଜିତିବ, ମୃତ୍ୟୁ ଲଭିକି ଜିତିବ, ଏଇଟା ସେଇ କ୍ରୀଡ଼ା ନୁହେଁ। ସେଇଟା ହଉଛି କ୍ରୀଡ଼ାର ଏକ ବର୍ବରତା ରୂପ। ଏଠି ଭାଇ ଭାଇ ଭିତରେ ଭାଇ ଭଉଣୀ ଯେମିତି ଖେଳନ୍ତି, ସେଇ ପ୍ରକାରର ଖେଳ କଥା ବର୍ଣ୍ଣନା କରୁଛନ୍ତି। ସେଇଭଳିଆ ତୁମର ଶତ୍ରୁତା ସହିତ ମଧ୍ୟ ଶତ୍ରୁ ଯିଏ ତା ସହିତ ଏଇ ଭାବରେ ତୁମର ଚାଲିଥିବ। ସେ ଏଇ ଅନୁଭବ ଆସିବ, ଏଇଟା କେବଳ କଥାରେ ନୁହଁ। ଆମେ ଏବେ କଥାରେ ଶୁଣୁଛନ୍ତି ବା କହୁଛନ୍ତି, କିନ୍ତୁ ଯେତେବେଳେ ଜଣେ ସେଇ ଏକତ୍ୱରେ ବଞ୍ଚୁଥିବ, ସେତେବେଳେ ସେ ଏହି ଭାବରେ ହିଁ ବଞ୍ଚୁଥିବ। ତା ଭିତରେ ଶତ୍ରୁ ଭାବ ହିଁ ନଥିବ ଏବଂ ନିଜ ପର ଭେଦଭାବ ଏସବୁ ନଥିବ ଏବଂ ଆଉ ଯାହା କିଛି ଆମକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ ହୋଇଥାଏ ମନ ଥିଲାବେଳେ, ସେତେବେଳେ ତାହା ସ୍ୱାଭାବିକ ଥିବ ଆମ ପାଇଁ ଏବଂ ଜୀବନଟି ମାନେ ଗୋଟେ ଯେମିତି ଦିବ୍ୟ ପରମ ପ୍ରେମୀଙ୍କ ସହିତ ଆମର ଗୋଟେ କ୍ରୀଡ଼ା ସହଚର, ମାନେ ଆମେ ଯେମିତି ଖେଳୁଛନ୍ତି ଖୁସିରେ ଆନନ୍ଦରେ,
ସେଇ ପ୍ରକାରର ଜୀବନଟି ଆମର ପରିଚାଳିତ ହଉଥିବ, ଦୁଃଖ ନଥିବ, ଏଇ କୂଟ କପଟ ଯନ୍ତ୍ରଣା କିଛି ନଥିବ। କାରଣ ସେତେବେଳେ କେବଳ ପରମେଶ୍ୱର ହିଁ ପରମେଶ୍ୱର ଥିବେ। ତେଣୁ ସୃଷ୍ଟିର ତାଙ୍କର ଯେତେ ପ୍ରକାର ଲୀଳାର ଯୋଉ ପରିପ୍ରକାଶ ହେଇଛି, ତାର ଅବିକୃତ ରୂପଟି ମତେ ଦେଖା ଯାଉଥିବ ବା ମୁଁ ସେ ସମ୍ବନ୍ଧରେ ସଚେତନ ଥିବି, କିନ୍ତୁ ଜୀବନ ନିର୍ବାହ କରୁଥିବି। ଏଠି ଜ୍ଞାନ 490ରେ ଯୋଉ କହିଲେ ଅହଂ ନଥିବ, କିନ୍ତୁ ମନେ ରଖିବା ବ୍ୟକ୍ତି ସତ୍ତା ଥିବ। ବ୍ୟକ୍ତି ସତ୍ତା ଥିବ, ସେ ସତ୍ୟ ଶାଶ୍ୱତଙ୍କ ଦ୍ଵାରା ସିଧାସଳଖ ପରିଚାଳିତ ହଉଥିବ, କିନ୍ତୁ ଅହଂ ନଥିବ। ବର୍ତ୍ତମାନ ଆମର ନିଜସ୍ୱ ଧାରଣା ରହିଛି, ଯଦି ଅହଂ ନଥିବ ମୋର ନିଜସ୍ୱ ସତ୍ତା କୋଉଠି ରହିବ? କିନ୍ତୁ ସେତେବେଳେ ନିଜସ୍ୱ ସତ୍ତା ରହିଥିବ। ଆତ୍ମସ୍ୱାର୍ଥ ଜାଗାରେ ପରମାର୍ଥ ହେଇଯାଇଥିବ। ବର୍ତ୍ତମାନ ସ୍ଵ ଅର୍ଥ, ଆକ୍ଚୁଆଲି ଆମେ ଯୋଉ ସ୍ୱାର୍ଥୀ ଯୋଉ କହୁ, ସେମିତି କୋଉ ଅର୍ଥରେ କହୁ ନା ଯିଏ ନିଜ ମାନେ ନିଜର କେବଳ ଅର୍ଥ ରଖିଛି, ବା ଯଦି ମୁଁ ଅଛି ତାହେଲେ ସେ କଥାର ମୂଲ୍ୟ ଅଛି, ମୁଁ ନାହିଁ ସେ କଥାର ମୂଲ୍ୟ ନାହିଁ। ମୁଁ କାମ କରୁଛି ବା ମୁଁ ତା ଭିତରେ ସଂଯୁକ୍ତ ଅଛି, ତାହେଲେ ସେଇଟା ହଉଛି ଦିବ୍ୟ କର୍ମ। ମୁଁ ଯଦି ନାହିଁ ତାହା ହଉଛି ଘୃଣିତ କର୍ମ। କେବଳ ନିଜର ଯୋଉ ସ୍ୱାର୍ଥକୁ ସ୍ୱାର୍ଥୀ କୁହନ୍ତି ବା ସ୍ୱାର୍ଥ ପର ବୋଲି କହନ୍ତି, ସେଟା ହଉଛି ପ୍ରକୃତରେ ସ୍ୱାର୍ଥ ନୁହଁ। ସେଟା ହଉଛି ପ୍ରକୃତରେ କଣ? ନିଜର ଆସକ୍ତି, କାମନା ବାସନା, ତାର ବା ଅହଂର ଏକ ଦ୍ଵିତୀୟ ରୂପ। କାହିଁକିନା ସ୍ଵ ଅର୍ଥ ହେଲେ ସ୍ୱାର୍ଥ ହବ। ସ୍ଵ ପ୍ରକୃତରେ କିଏ ସେ? ଯଦି ସ୍ଵ ହେଇଯାଇଛନ୍ତି ଆତ୍ମା, ତେବେ ସେଇ ଯୋଉ ଆତ୍ମା ଯୋଉଥିରେ ଅର୍ଥ ବହନ କରେ, ସେଇ ପ୍ରକାର କାର୍ଯ୍ୟ କରିବ। ତାହେଲେ ସେଇଟା ମନ ପ୍ରାଣ ଶରୀର କୁ ଯିଏ ସ୍ଵ ବୋଲି ମନେ କରିଛି, ସିଏ ମନ ପ୍ରାଣ ଶରୀର ଯୋଉଥିରେ ଅର୍ଥ ବହନ କରେ, ମନ କୋଉଥିରେ ଅର୍ଥ ବହନ କରେ? ନା ତା ବିଚାର ସହିତ ଯାହାର ବିଚାର ମିଶିଯିବ, କହିବ ହଁ ଏଇ ଲୋକଟି ଭଲ ଲୋକ। ତାର ଜ୍ଞାନ ଗାରିମାକୁ ଯଦି ଆଉ ଜଣେ କିଏ ହରେଇ ଦେଲା, ତାହେଲେ ସେ ସେଠି କହିବ ହଁ ଇଏ ମୋ ଠାରୁ ଜ୍ଞାନୀ, ନହେଲେ ମୁଁ ହଉଛି ସବୁଠାରୁ ଜ୍ଞାନୀ। ପ୍ରାଣର ଏକ ଭାବମୟ ସମ୍ପର୍କ, ଗୋଟେ ଭାବର ଆଦାନ ପ୍ରଦାନ, ଯୋଉଠି ତାର ଭାବକୁ ଅନ୍ୟ ଜଣେ ଗ୍ରହଣ କରି ରେସିପ୍ରୋକାଲ ଭାବ ଦବ, ସେତେବେଳେ ସେ ଖୁସି ହେଇଯିବ। ତା ପାଇଁ ସେଇଟା ହଉଛି ସ୍ୱାର୍ଥ। ସିଏ ସ୍ଵ କହିଲେ ସିଏ ବଞ୍ଚୁଛି କୋଉଥିରେ? ଏଇ ମନ ପ୍ରାଣ ଶରୀରରେ। ସେତେବେଳେ ମନର, ପ୍ରାଣର, ଶରୀରର ଯୋଉ ବାହ୍ୟ ରୁଚି ରହିଛି, ସେଇ ରୁଚିକୁ ଯିଏ ପରିପୂର୍ଣ୍ଣ କରୁଛି, ତା ଅର୍ଥ ସିଏ ସେଇଥିରେ ଅର୍ଥ ପ୍ରାପ୍ତ କରୁଛି। ମାନେ ବା ଅର୍ଥାତ୍ ସେଇ କାର୍ଯ୍ୟ, ସେଇ ଭାବନା, ସେଇ ବ୍ୟକ୍ତି ସେଇ ଅର୍ଥ ବହନ କରୁଛି। ଯଦି ସେଇଟା ବହନ କରୁନାହିଁ, ତେବେ ସିଏ କହେ ଏଇଟା ଠିକ ନୁହଁ, ଏଇଟା ଭୁଲ, ସବୁଠାରୁ ଭୁଲ, ମୋ ପାଇଁ ତ ଆଦୌ ନୁହେଁ, ଇତ୍ୟାଦି ଇତ୍ୟାଦି କହନ୍ତି। କିନ୍ତୁ ଆଉ ବ୍ୟକ୍ତି ଯେତେବେଳେ ବିବାହ କରେ, ସେତେବେଳେ ତାର ନିଜ ଏଇ ବ୍ୟକ୍ତି କୈନ୍ଦ୍ରିକ ଠାରୁ ଟିକେ ଯୋଉ ସ୍ଵ ଅର୍ଥଟା ପରିବାର ଅର୍ଥ ହେଇଯାଏ। ପରିବାର ପାଇଁ ବଞ୍ଚେ, ସ୍ତ୍ରୀ ପାଇଁ ବଞ୍ଚେ, ବାପା ମାଙ୍କ ପାଇଁ, ପିଲାପିଲିଙ୍କ ପାଇଁ, ତାଙ୍କ ପାଇଁ ବଞ୍ଚେ। ଯୋଉ ଅନୁଷ୍ଠାନ ରହୁଛି, ସେ ଅନୁଷ୍ଠାନ ବ୍ୟକ୍ତି ମାନଙ୍କ ପାଇଁ ବଞ୍ଚେ। ତେଣୁ ସେଟା ହେଇଗଲା ଏକ ପରିବାର ଅର୍ଥ। ସେଟା ତଥାକଥିତ ମନ ପ୍ରାଣର ସ୍ୱାର୍ଥରୁ ପରିବାର ଅର୍ଥକୁ ଯାଏ। ଜଣେ ଯେତେବେଳେ ପୂର୍ଣ୍ଣତଃ କେବଳ ଦେଶ ମାତୃକା ପାଇଁ ଜୀବନ କୁ ମାନେ ଉତ୍ସର୍ଗୀକୃତ କରିଦିଏ, ତାର କେବଳ ହଉଛି ଦେଶ ମାତୃକା ହିଁ ହଉଛି ସର୍ବଶ୍ରେଷ୍ଠ, ସେତେବେଳେ ସେଟା ଆମେ କହିପାରିବା ସେଟା ହଉଛି ଦେଶାର୍ଥ। ଦେଶ ଯୋଉଥିରେ ଅର୍ଥ ବହନ କରୁଛି, ଦେଶ ପାଇଁ ଯୋଉଟା ମଙ୍ଗଳକର, ସେ ସେଥିରେ ତାକୁ ଖୁସି ଲାଗିବ, ସେଇଟାକୁ ସେ ବାହା ବାହା କରିବ। ସେତେବେଳେ ଅନ୍ୟ ଦେଶ କିଛି ହେଲେ, ସେ ସେଠି ତାକୁ ବିରୋଧ କରିବ। ସେଥିପାଇଁ ସେଠି ଅନ୍ୟ ଅନ୍ୟ ଦେଶର ନୀତି ନିୟମ, ଲୋକ ବାକ, ସମସ୍ତଙ୍କୁ ସେ ବିରୋଧ କରିବ। ଯଦି ସିଏ ତା ନିଜ ଦେଶର ସ୍ୱାର୍ଥରେ କିଛି ବାଧା ଆଣିଲା। କିନ୍ତୁ ଯେତେବେଳେ ଜଣେ ପରମାର୍ଥ ଲାଭ କରିବ, ସେତେବେଳେ ସେ କାହାକୁ ଆଉ ଛାଡି ପାରିବ ନାହିଁ।
ସମସ୍ତେ ତା ଭିତରେ ସମ୍ପୃକ୍ତ, ସମସ୍ତେ ସେଥିରେ ସମ୍ପୃକ୍ତ ହେଇଯିବେ। ସେଥିରେ ଆଉ ଏଇ ଯୋଉ ପକ୍ଷପାତିତା, ପକ୍ଷ ମୋ ପକ୍ଷର ଅନ୍ୟ ପକ୍ଷ ହେଲେ ପକ୍ଷପାତିତା ହବ। ମୋ ପକ୍ଷ ମାନେ ମୋ ମନ ପ୍ରାଣ ଶରୀର ଯୋଉଥିରେ ସନ୍ତୁଷ୍ଟ ହୁଅନ୍ତି, ସେଇ ତାକୁ ଯିଏ ସମର୍ଥନ କଲା, ତେବେ ମୁଁ ତାକୁ ବାହା ବାହା କରିବି, ତାକୁ ପ୍ରଶଂସା କରିବି, ତାକୁ ନିଜର ବୋଲି ମନେ କରିବି, ତା ପାଇଁ ଲଢିବି, ତା ପାଇଁ ଜୀବନ ଦେବି, ତାକୁ ପ୍ରଶଂସା କରି ଟେକିକି ମୁଣ୍ଡରେ ବସେଇବି। ସେତେବେଳେ ତାର ଯୋଉ କଥାରେ କହନ୍ତି, ତାର ସବୁ କିଛି ମତେ ସୁନ୍ଦର ଲାଗୁଥିବ। ତା କେଶ ସୁନ୍ଦର, ତା ସିଂଘାଣୀ ସୁନ୍ଦର, ତା ଛେପ ବି ସୁନ୍ଦର, ତାର ପରିସ୍ରା ମଳ ବି ସୁନ୍ଦର, ସବୁ ସୁନ୍ଦର ଲାଗେ। ସିଏ ଛିଙ୍କି ଦେଲେ ସୁନ୍ଦର ଲାଗିବ, ସବୁ ଲାଗିବ। ସେଇଟା ହଉଛି କେବଳ ଅଜ୍ଞାନତା, ନିମ୍ନ ମନ ପ୍ରାଣ ଶରୀରରେ ବସବାସ କରୁଥିବା ବ୍ୟକ୍ତି ତାକୁ ହିଁ ସ୍ୱାର୍ଥ ମନେ କରେ। ଯେତେବେଳେ ପରମାତ୍ମାଙ୍କ ସହିତ ଏକୀଭୂତ ହେଇଯିବ, ସେତେବେଳେ ପରମାର୍ଥ ହେଇଯିବ। ଯୋଉ ଜୀବନ ବଞ୍ଚୁଛି, ସେ ଜୀବନରେ ଯେତେବେଳେ ପରମେଶ୍ଵର ପରିପ୍ରକାଶ ହଉନାହାନ୍ତି, ସେତେବେଳେ ତା ପାଇଁ ସେଟାର କିଛି ଅର୍ଥ ନାହିଁ। ଯେପରି ହନୁମାନଙ୍କ କ୍ଷେତ୍ରରେ ଘଟିଥିଲା। ହନୁମାନଙ୍କର ପ୍ରତ୍ୟେକ ଗତି ସ୍ପନ୍ଦନ, ତାଙ୍କର ପ୍ରତ୍ୟେକ ପ୍ରଶ୍ୱାସ ନିଶ୍ୱାସ କେବଳ ହିଁ ପ୍ରଭୁ ଶ୍ରୀରାମଙ୍କ ପାଇଁ ବଞ୍ଚିଥିଲେ। ସିଏ ଯାହା ସହିତ ମିତ୍ରତା କରୁଥିଲେ, ସେ ମିତ୍ରତାରେ ସେ ଦେଖୁଥିଲେ ମୋ ସ୍ଵାମୀ, ମୋ ପ୍ରଭୁଙ୍କ ସହିତ ତାର ସମ୍ପର୍କ ଅଛି କି ନାହିଁ, ମୋ ପ୍ରଭୁ ଚାହୁଁଛନ୍ତି କି ନାହିଁ। କେବଳ ପ୍ରଭୁ ହିଁ ପ୍ରଭୁ, ଓନ୍ଲି ମଦର, ଆଉ କିଛି ସେ ଯଦି ଅମୂଲ୍ୟ ବୋଲିଆ ଲାଗୁଥିବା ବସ୍ତୁ ତା ପାଇଁ ଅମୂଲ୍ୟ ନଥାଏ, ଯଦି ତାହା ଶ୍ରୀରାମଙ୍କୁ ପରିପ୍ରକାଶ କରୁନଥାଏ, ତାର ଅନ୍ତରରେ ରହିଥିବା ସେଇ ପ୍ରଭୁଙ୍କର ଦିବ୍ୟ ଉପସ୍ଥିତିକୁ ସେ ଅବିକୃତ ଭାବରେ ପରିପ୍ରକାଶ କରୁନଥାଏ, ତେବେ ତାହା ପାଇଁ ତାର କିଛି ଅର୍ଥ ନାହିଁ। ସାଧାରଣ ଭାବରେ ଯୋଉଟା ଗୁରୁତ୍ୱପୂର୍ଣ୍ଣ, ସେତେବେଳେ ସିଏ ପରମଙ୍କ ଦୃଷ୍ଟିକୋଣରୁ ତାକୁ ସେ ଦେଖେ, ସେଥିରେ ବଞ୍ଚେ। ତେଣୁ ସେତେବେଳେ ସେଥିପାଇଁ ଜ୍ଞାନ 491 492ରେ କହିଗଲେ। ଆଉ ଆମ ଜୀବନ ଲାଗି ଅଶୁଭ ମୁହୂର୍ତ୍ତ ବୋଲି କିଛି ନଥିବ, ଦୁଃଖ ମୁହୂର୍ତ୍ତ ବୋଲି କିଛି ନଥିବ। ସେତେବେଳେ ମତେ ସବୁ ଯାକ ଲାଗୁଥିବ କଥାରେ ନୁହଁ, ନିଜେ ଉପଲବ୍ଧି କରୁଥିବ, ସେଇଟା ମୋର ସ୍ୱାଭାବିକ ପ୍ରକ୍ରିୟା ହବ। କେବଳ ପରମଙ୍କ ପାଇଁ ବଞ୍ଚୁଥିବି। ପରମ ମୋର ପ୍ରଶ୍ୱାସ, ମୋର ନିଶ୍ୱାସ, ମୋର ଧାରଣା, ମୋର ଚିନ୍ତା, ମୋର କଳ୍ପନା, ସବୁଥିରେ କେବଳ ସିଏ ହିଁ ପରିପ୍ରକାଶ ହଉଥିବେ। ସିଏ ନାହାନ୍ତି ତ ମତେ ସବୁ ଅନ୍ଧକାର ଲାଗୁଥିବ। ତ ଏଇଟାର ଗୋଟେ ମାନେ ଲୋକ କଥା ରହିଛି, ଗୋଟେ ଗପ ଭଳିଆ ରହିଛି। କଣ ହେଇଛି, ଥରେ ନାରଦ ଭାବିଲେ ସିଏ ବିଷ୍ଣୁଙ୍କର ଅନନ୍ୟ ଭକ୍ତ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ନାରାୟଣଙ୍କୁ ଜପ କରୁଛନ୍ତି। ତାଙ୍କ ଭଳିଆ ବ୍ୟକ୍ତି ଆଉ କିଏ ନାହାନ୍ତି, ଯିଏ ପ୍ରତ୍ୟେକ ମୁହୂର୍ତ୍ତରେ କେବଳ ନାରାୟଣ ବା ନିଜର କେବଳ ନିଜର ଇଷ୍ଟ ଦେବଙ୍କୁ ହିଁ ସେ ଦେଖୁଛି। ସେତେବେଳେ ସିଏ ଆସୁଛନ୍ତି, ନାରାୟଣ କହୁଛନ୍ତି ଠିକ ଅଛି, ତୁମେ ଗୋଟେ ସ୍ଥାନ ସେ କହୁଛନ୍ତି, ସେ ସ୍ଥାନର ନାଁ ଟା ଏବେ ମନେ ପଡୁନି, ଦକ୍ଷିଣ ଭାରତ ସାଇଡ ରେ କହୁଛନ୍ତି, ସେଇ ଜାଗାକୁ ଯାଅ। ସେ ସେଇ ସ୍ଥାନରେ ପହଞ୍ଚୁଛନ୍ତି, ଉତ୍ତର ସିଟ ପାଇବୁ। ସେଠି ପହଞ୍ଚିଲା ବେଳକୁ ସେ ଦେଖୁଛନ୍ତି ସ୍ଵୟଂ ଦେବ ଦେବ ମହାଦେବ ପୁରୋହିତ ସାଜିଛନ୍ତି ବା ପୂଜକ ସାଜିଛନ୍ତି, ଶ୍ରୀରାମଙ୍କର ସେ ଅଭିଷେକ କରୁଛନ୍ତି, ପ୍ରଣାମ କରୁଛନ୍ତି, ବନ୍ଦନା କରୁଛନ୍ତି ଶ୍ରୀରାମଙ୍କର। ଏବଂ ସେଠି କେତେ କେତେ ସୂକ୍ଷ୍ମ ସତ୍ତା ସବୁ ସେଠି ଉପସ୍ଥିତ ରହିଛନ୍ତି, ତା ସହିତ ସ୍ଥୂଳ ଭୌତିକ ଜଗତର ମଧ୍ୟ ଲୋକମାନେ ରହିଛନ୍ତି। ସମସ୍ତେ ପୁରା ମାତି ଯାଇଛନ୍ତି ସେଇ କୃଷ୍ଣଙ୍କର ବନ୍ଦନାରେ। ପୁରୋହିତ କିଏ ସେ? ନା ନିଜେ ମହାଦେବ। ଯେତେବେଳେ ମହାଦେବ ସେଟାକୁ ବନ୍ଦ କଲେ ପୂଜା, ତାପରେ ସମସ୍ତେ ଅଚେତ।
ସମସ୍ତେ ଯୋଉ ଶୋଇ ପଡିଲେ, ଯିଏ ଯୋଉଠି ଠିଆ ହେଇଥିଲେ ଯେମିତି ଠିଆ ହେଇଥିଲେ ସବୁ ସେଇଠି ଶୋଇ ପଡିଲେ, ସବୁ ଶୋଇ ପଡିଲେ। ଆରେ କି କଥା? ଆରେ ମୁଁ ପଚାରିବି ତ କାହାକୁ ପଚାରିବି? ଏ କଣ ସବୁ ଶୋଇ ପଡିଲେଣି? କାରଣ କଣ? ପୁରା ମୁତାବତ ମୁତାବତ ଏମିତି ହାତ ଟେକି ଦେଇ ଛାଡିଦେଲେ ହାତ ପଡିଯାଉଛି। ନିଶ୍ୱାସ ପ୍ରଶ୍ୱାସ ଆଉ ଯାଉନି କହିଲେ ଚଳେ। ବହୁତ ଜୋରରେ ଧରିକି ଚାପିଲେ ଦେଖାଯାଉଛି ହଁ ନାଡି ଯିବା ଆସିବା କରୁଛି। ଏ ବୁଝିପାରିଲେନି କିଛି। ତାପରେ ଚାଲିଗଲା, ସମୟ ବିତିଗଲା। ତା ପରଦିନ ପୁଣି ମହାଦେବ ଆସି ପହଞ୍ଚିଲେ କଣ କରିବା ପାଇଁ? ବନ୍ଦାପନା କରିବା ପାଇଁ। କୃଷ୍ଣଙ୍କର ନାମ ଗାଇ ସେ ବନ୍ଦାପନା ଆରମ୍ଭ କରୁଛନ୍ତି। ସେତେବେଳେ ସବ ପୁଣି ଠିଆ ହେଇଯାଉଛନ୍ତି। ସବ ପୁଣି ଆନନ୍ଦରେ ମାତୁଛନ୍ତି। ଏହା ଏକ ସିମ୍ବଲିକ ଷ୍ଟୋରି ହେଇପାରେ। ଏଠି ନାରଦ ପଚାରୁଛନ୍ତି ତାପରେ ପୁଣି ଯେତେବେଳେ ତାଙ୍କ ପୂଜା ବନ୍ଦ ହେଇକି ପଳେଇଗଲେ ସବୁ ପୁଣି ପାଷାଣ ଭଳିଆ ପଥର ଶବ ଭଳିଆ ପଡିଗଲେ। ପଚାରୁଛନ୍ତି ମହାଦେବଙ୍କୁ, ପ୍ରଭୁ ପ୍ରଭୁ ମୋ ପ୍ରଶ୍ନର ଜିଜ୍ଞାସାର ଉତ୍ତର ଟିକେ ଦେଇକି ଯାଅ। ଯେ କଣ ଏଠି ହଉଛି କିଛି ବୁଝି ପାରୁନି। ଯେତେବେଳେ ଶ୍ରୀରାମଙ୍କର ପୂଜା ଅର୍ଚ୍ଚନା ଚାଲୁଛି, ବନ୍ଦନା ଗାନ ହଉଛି, ସମସ୍ତେ ପୁରା ଉତ୍କଣ୍ଠାରେ ମାତୁଛନ୍ତି। କିନ୍ତୁ ଯେମିତି ପୂଜା ସରିଯାଉଛି ସବୁ ଯାକ ଠକ୍ 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 ତଳେ ଗଳି ପଡୁଛନ୍ତି ଅଚେତ। ଏମିତି କଣ ହଉଛି? ସେଠି ମହାଦେବ କହୁଛନ୍ତି, ଏମାନଙ୍କ ପାଇଁ ଶ୍ରୀରାମଙ୍କର ନାମ ହିଁ ହଉଛି କେବଳ ବଞ୍ଚିବାର ରାହା। ଜୀବନ ନାଟିକା, କଥାରେ କହନ୍ତିନି ଜୀବନ ନାଟିକା। ଯେତେବେଳେ ଶ୍ରୀରାମଙ୍କ କଥା ବର୍ଣ୍ଣନା ହଉଛି ସେତେବେଳେ ଜୀବନ ନାଟିକା ବଞ୍ଚିଛି। ତେଣୁ ଏମାନେ ବଞ୍ଚିକି ରହିଛି। ଯେତେବେଳେ ସେ ଜୀବନ ନାଟିକାଟି ତା ଭିତରୁ ବାହାରି ଯାଉଛି ସେତେବେଳେ ସେମାନେ ମୃତ। କାହିଁକି ନା ଶ୍ରୀରାମ କଥା ଯେତେବେଳେ ଶୁଣୁନାହାନ୍ତି ତାଙ୍କ ଜୀବନ ନାଟିକା ବାହାରି ଯାଉଛି। ତାମାନେ କଥା ଶୁଣିଲେ ଜୀବନ୍ତ, କଥା ଯଦି ନାହିଁ ମୃତ। ତାମାନେ ସେ କୋଉ ସ୍ତରରେ ଦେଖନ୍ତୁ ତାକୁ ସିମ୍ବଲିକାଲି ବୁଝନ୍ତୁ। ତାକୁ ଯେମିତି ଆକ୍ଷରିକ ଭାବେ କୁହନ୍ତୁନି ଯେ ସତରେ ମରିଗଲା ଇଏ କଲା ସେ ଭାବଗତରେ କଣ ହୁଏ ସେତେବେଳେ ସେ ମୃତ ପ୍ରାୟ ହେଇଯାଏ। ଯେତେବେଳେ ସେ ଦର୍ଶନ କରିପାରେ ନାହିଁ। ତେଣୁ ଆମେ ଦିବ୍ୟ ପରମଙ୍କ ସହିତ ସମ୍ପୂର୍ଣ୍ଣ ଏକତ୍ଵ ସ୍ଥାପନ କରିବା। ଆମର ଏକମାତ୍ର ଧ୍ୟେୟ ରହିବ କେବଳ ସିଏ ଦିବ୍ୟ ପରମ ହିଁ ରହିବେ ମୋର ଏକମାତ୍ର ଶ୍ରେୟ। ବା କହୁଛନ୍ତି ଯାବତୀୟ ପରିସ୍ଥିତିରେ ସେଇ ଦିବ୍ୟ ସଂସ୍ପର୍ଶଟିକୁ ଅବିଚ୍ଛିନ୍ନ ରଖି ଜାଣିବା ତାହା ହିଁ ହଉଛି ସକଳ ନିଃଶ୍ରେୟସର ଗୂଢ ତତ୍ଵ। ମା ମା। Thank you all, Robert.